ଟେରିଫର ନିଶା ଉତେଇଲା ପରେ ଏବେ କ'ଣ କଲା କି ଭେନିଜୁଲା ଉପରେ କବ୍ଜା କଲା। ଭେନିଜୁଲା ପ୍ରେସିଡେଣ୍ଟ ତାଙ୍କ ସ୍ତ୍ରୀ ତାକୁ କବ୍ଜା କରି ନେଇଗଲା। ତାପରେ ଗ୍ରୀନଲ୍ୟାଣ୍ଡ ଉପରୁ ଆଟାକ୍ କରିବ ବୋଲି କହୁଛି। ଆଟାକ୍ ତ କରିବନି, ଗ୍ରୀନଲ୍ୟାଣ୍ଡକୁ କବ୍ଜାକୁ ନେବ। ତ ଗ୍ରୀନଲ୍ୟାଣ୍ଡକୁ କବ୍ଜାକୁ ନେବ। ଏବେ ପୁଣି ଇରାନ ସହିତ ଲାଗିଛି, ମାନେ ଇରାନ ଉପରକୁ କେତେବେଳେ ବି ଆଟାକ୍ କରିପାରେ। ବିକଜ ଆମେରିକାର ଆର୍ମି ଆଉ ନେଭି ଏୟାରଫୋର୍ସ ସବୁ ଡେପ୍ଲୟ କରିସାରିଲାଣି ଇରାନ ଚାରିପଟେ। ସୋ କେତେବେଳେ ବି ଇରାନ ଉପରେ ଆଟାକ୍ କରିପାରେ। ସେଥିପାଇଁ ଇଣ୍ଡିଆ ଗଭର୍ଣ୍ଣମେଣ୍ଟ ସଫା ମନା କରୁଛି କି ଇରାନ କେହି ଟ୍ରାଭେଲ୍ କରନି, ଇରାନ କେହି ବି ଟ୍ରାଭେଲ୍ କରନି। ଆଉ ଯେତିକି ବି ଲୋକ ଅଛ ଆମର ଇଣ୍ଡିଆର ଲୋକ ଅଛ ଇରାନ ଭିତରେ, ତ ସେମାନେ ରିଟର୍ନ କରିଯାଅ ବୋଲି ଇଣ୍ଡିଆ ସଫା କହିଦେଇଛି। ଅଷ୍ଟ୍ରେଲିଆ ମଧ୍ୟ କ୍ଲିୟର କରି କହିଛି କି ଇରାନ କେହି ଟ୍ରାଭେଲ୍ କରନି। ଅଷ୍ଟ୍ରେଲିଆ ବି କହିଛି ଇରାନ କେହି ଟ୍ରାଭେଲ୍ କରେନି। ବିକଜ ଏବେ ଇରାନ ଡେଞ୍ଜର ଜୋନ୍ ଅଛି। ଯଦି ଆମେରିକା ଇରାନ ଉପରୁ ଆଟାକ୍ କରେ ତ ରୁଷ, ଚାଇନା, ଇରାନ 3 ଜଣ ମିଶିକି ଆମେରିକା ଏଗେନଷ୍ଟ ଲଢ଼େଇ କରିବେ। ଆଉ ଏମିତିରେ ବି ଆମେରିକା ରୁଷର ଗୋଟେ ଅଏଲ ଟ୍ୟାଙ୍କରକୁ ସିଜ୍ କରିଦେଇଛି, ମାନେ କବ୍ଜାକୁ ନେଇଯାଇଛି। ନେଲା ପରେ ରୁଷ ଏବେ ତାର ସମରାଇନ ପଠେଇଛି। ସୋ ଏବେ ଆକ୍ଚୁଆଲି ୱାର୍ଲଡ ଡେଞ୍ଜର ଜୋନ୍ ଅଛି। ଏବେ ମାନେ ଜଣ ଲୋକ ପାଇଁ ୱାର୍ଲଡ ଏବେ ଡେଞ୍ଜର ଜୋନ୍ ଅଛି। କେତେବେଳେ ବି ୱାର୍ শুরু ହୋଇଯାଇପାରେ। ଆଉ ସେ ୱାର୍ଟା ଥାର୍ଡ ୱାର୍ଲଡ ୱାର୍ରେ ପରିଣତ ହୋଇଯିବ। ଯଦି ଆମେରିକା, ରୁଷ, ଚାଇନା ଯଦି ଯୁଦ୍ଧ ପାଇଁ ଓହ୍ଲାଉଛନ୍ତି ତ